କେମିତି ଦେଖିବେ ଯେହେତୁ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ରହିବ ଅପରେସନ ସିନ୍ଦୁର ପରେ ବିଶ୍ୱର ସବୁଠାରୁ କହିବାକୁ ଗଲେ ଦେଶର ସବୁଠାରୁ ବଡ଼ ଧାର୍ମିକ ଉତ୍ସବ ଏଇଟା ରଥଯାତ୍ରା। ରଥଯାତ୍ରାକୁ ଆମେ ନଜର ରଖି ଆଜି ଆମର ସ୍ପେଶାଲ ଟାକ୍ଟିକାଲ ୟୁନିଟ୍ ଏବଂ ଅନ୍ୟ 10ରୁ 11 ଆମର ଅଦର ଏଜେନ୍ସି ମାନେ ମିଶିକି ଗୋଟେ ସକ୍ସେସଫୁଲ ମକ୍ ଡ୍ରିଲ୍ ଆମେ କଣ୍ଡକ୍ଟ କରିଥିଲୁ। ଆମର ମେନ୍ ମୋଟୋ ରହିଲା ରଥଯାତ୍ରା ଆସୁଥିବା ଲକ୍ଷାଧିକ ଭକ୍ତ ଏବଂ ଭିଆଇପି ଏବଂ ଭିଭିଆଇପି ମାନଙ୍କର ମୁଭମେଣ୍ଟକୁ ଦେଖି ଆମେ ତାଙ୍କୁ କେମିତି ସୁରକ୍ଷିତ ଭାବରେ ଆସି ଏଇ ରଥ ଯାତ୍ରାରେ ଦର୍ଶନ କରିବେ ଠାକୁରଙ୍କୁ ଏବଂ ସୁରକ୍ଷିତ ଭାବରେ କେମିତି ରିଟର୍ନ କରିବେ ସେଇଟା ଆମର ମେନ୍ ମୋଟୋ ଥିଲା। ଏବଂ ସେଥିରେ ଆମେ ନିହାତି ଭାବରେ ଅଦର ଡିପାର୍ଟମେଣ୍ଟ ସହିତ ଯେଉଁ କୋର୍ଡିନେସନ କରି ଆଜି ଯେଉଁ ଆମେ ଡ୍ରିଲଟା କଲୁ ସେଇଟା ସକ୍ସେସଫୁଲ ରହିଛି ଏବଂ ଆମେ ଆଶା କରୁଛୁ ଯେ ଯଦି ଏମିତି କିଛି ସିଚୁଏସନ ଭବିଷ୍ୟତରେ ଆସେ ତେବେ ନିହାତି ଭାବରେ ଆମର ଟିମ୍ ଏଇଟାକୁ ସାମ୍ନା କରିବ ଏବଂ ଆମେ ସେଟାକୁ ପ୍ରୋଟେକ୍ସନ ଦେଇପାରିବୁ। ଫାର୍ଷ୍ଟ ରେସ୍ପଣ୍ଡାଣ୍ଟ ହିସାବରେ ପୋଲିସର ମୁଖ୍ୟ ଭୂମିକା ରହିବ। ଆମର ଦେଖନ୍ତୁ ପୋଲିସ ଏବଂ ତା ସହିତ ଅନ୍ୟ ଡିପାର୍ଟମେଣ୍ଟ ଯୋଉ ମିଶିକି ଆଜି ଆମେ କରିଛୁ ମକ୍ ଡ୍ରିଲଟା ସେଇଟାର ନିହାତି ଭାବରେ ଭୂମିକା ରହିବ। ପୋଲିସ ଆମର ସେଥିରୁ ଗୋଟେ ଭାଗିଦାରୀ ଏବଂ ଅନ୍ୟ ଡିପାର୍ଟମେଣ୍ଟ ମଧ୍ୟ ସମାନ ଭାଗିଦାରୀ ଏଇ ଟୋଟାଲ ମକ୍ ଡ୍ରିଲରେ ଏବଂ ରିଅଲ ଟାଇମ ଅପରେସନରେ ମଧ୍ୟ।